খেলাইল প্রগব দড়াইল দানব স্বর্ণ লঙ্কা পুষ্ট নকলা এই যে লোকটাকে দেখুছ সে মনুষ্য নহে সে ব্রহ্ম সে ইষ্ট সে দেবতা স্বামী মুন্ডিয়া ভাবছি তবে তাকে মুন্ডিয়া ভাব কে কহিলা শিব কহিলে পার্বতী শিব কহিলে সতী কোন 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 গোটা কথা কହୁଛି କଥା କହିବାକୁ ନାରୀ କି ଦରକାର ଭୂଷଣ ତା ନାକରେ ଥିବ ଲଙ୍କା ତା ମୁଣ୍ଡରେ ଥିବ ସେନ୍ଥି ତା ବେକରେ ଥିବ ହାର ତା ଛାତିରେ ଥିବ କହୁନୁ ତା କଟରେ ଥିବ ବସ୍ତ୍ର ସବୁ ଜିନିଷ ନାରୀ ଯେମିତି ସୁନ୍ଦର ଲାଗେ ମୁଁ ଗୋଟେ କଥା କହିବା ପୂର୍ବରୁ ସେ କଥାଟା ଗୋଟେ ହାଲକା ନେଇ ନେବି ନା ମୋ ପାଇଁ ଟିକେ ଅଳଙ୍କାର ଆବଶ୍ୟକ ନହେଲେ ପଦାକେ ହବ ଠିକ ଦେବ ଦେବ ମହାନ ଶିବ ମନ୍ଦିର ଭିତରେ ସନ୍ନଟା ମନ୍ଦିର ଭିତରକୁ ମୁହଁ କରି କାହିଁ କହିଛି ତା ଉତ୍ତର କହୁଛି ଆଜ୍ଞା ଭଗବାନ ଶିବ ଡାକିଲେ କହିଲେ ହେ ପାର୍ବତୀ हे सती ମୁଁ ଯାକୁ ଭଗବାନ ବୋଲି ମୁଣ୍ଡିଆ ମାରୁଛି ତମେ ତାକୁ ମୁଣ୍ଡିଆ ମାରିବନି କଣ କରିବ ପରୀକ୍ଷା କରିବାକୁ ସତୀ ହେଲା পরীক্ষা করিব মনীষ বলি ভাবছ ভাল হবনি ମୁଁ ଯାହାକୁ ଭଗବାନ ବୋଲି ମୁଣ୍ଡିଆ ମାରୁଛି ତ ମୁଣ୍ଡିଆ ମାରିବନି କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯଦି ଭଲ ହବ ନା ମନ୍ଦ ହବ ସେଠିକି ବୋଧେ ଦାୟିତ୍ୱ ସତୀ ହୋଇଲା ପାଳନ କରି 14 ବର୍ଷ ପାଇଁ ଭଗବାନ ରାମ ବୁଲି ବୁଲି ସୀତାକୁ ନେଇକି କିଏ ପଞ୍ଚବଟୀ ବନରୁ ପଳେଇଛି ଜାଣି ନ ଜାଣିଲା ବେଳେ ସାନ ଭାଇକୁ ଧରି ଭଗବାନ ରାମ ଡାକୁଛନ୍ତି ବଡ଼ ଭାଇ ରାମ ଲକ୍ଷ୍ମଣ ଆରେ ତୋ ଭାଉଜ ମୋ ସ୍ତ୍ରୀ ସୀତା ଗଲା ପରେ ଆରେ ଖାନା ଗାଉଥିଲେ ଛାତ কলা হে হে বন গিরি বনকু কাঁদেনি সীতা কହୁଥିଲେ হে বনগিরি হে লতাগিরি মোকান্থ গলে মু সে শান্ত গাই কালি তমକୁ ସଜାଡ଼ିବି ପ୍ରଥମ ଥାକ ବାଧା परम कारुणिक मंगलमय भगवान राम डाकिले कहले हे लक्ष्मण तते पूरा जगई थिले दर निकट रे भाग्य वाला पड़े जगी देली मां मते भर्षण नाटक जो आपण को सुरक्षा ପାଇଁ 40 कोन भर्षण नाकला सीता मते कहले धी धाड़ी दी पद छंद आज्ञा गाई बहिना होची हेमो हरिणी कला श्री राम हरिणी मनरे देखी हेमो हरिणी
বন্যরে জঙ্গলরে হেম সুনা হরিণକୁ ଦେଖି କହିଲେ ହେ ସ୍ୱାମୀ ମତେ ମାରିକି ଆଣିକି ଦିଅ। ତାହେଲେ ଭଗବାନ ରାମାୟଣ ଯୋଉ ସୀତା କଥା ମାନେ ଯାହା ପଛରେ ଉଡେଇଥିଲେ ସେଟା ହେମ ହରିଣୀ କି ଆଉ ଗୋଟେ କଥା କହୁଛି କବି କିଏ କବି ହେଲେ ହନୁମାନ ମିଶ୍ର ବହିରା ହଉଛି ମହାନାଟକ କବା ହେବା ପରଙ୍କ ରଜପୁର ବାର୍ତ୍ତା ଅସୁର ଦେବତା ପୁରାଣ ଶାସ୍ତ୍ରରେ କୃଷ୍ଣବୀର ଘୁନନ୍ଦ ନବିଲ ଗୀତ ଏ ବିନାଶ ଗାନେ ବିପରୀତ ବୁଦ୍ଧି ଝାଞ୍ଜଫଳ ବେଶୀ ମାରନ୍ତି ଦ୍ୱିତୀୟ ଧାପ ପାଲ ଲୋକ ନା ହେବ କୁରଙ୍ଗ ହନୁମାନ ମିଶ୍ର ମହା ନାଟକ କଲେ ହେବ କୁରଙ୍ଗ ଏଠି ହେମ ହରିଣୀ କବି କଲେ ହେମ ହରିଣୀ। ତାହେଲେ ଭଗବାନ ରାମ ଯାହା ପଛରେ ଉଡେଇଥିଲେ ସେଟା ମୃଗ ରାମୁଣି। ଆଉ ଜଣେ କବିକି ଡାକିଲେ ସେ କବି କିଏ ସେ କବି ହେଲେ ବିଶ୍ୱନାଥ ଖୁଣ୍ଟିଆ ପହିଲା ବିଚିତ୍ର ରାମାୟଣ ନାଇଁ ମୁଁ ସେ ବିଚିତ୍ର ରାମାୟଣ ବିଶ୍ୱନାଥ ଖୁଣ୍ଟିଆ କଣ କହିଲେ କଣ ହେମ ହରିଣୀ ହେମ प्रथम धाड़ी लिखले हेम हरिणी हेम बोले सुना होची स्त्रीलिंग हरिणी स्त्रीलिंग